ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓ ସହିତ। ଏହି ଲଙ୍କା ସମ୍ବନ୍ଧୀୟ କେତେ ଗୁଡ଼ିକ କଥା କହୁଛି। ଲଙ୍କାରେ ଅଛି କାର୍ସାଇନ୍ ନାମକ ଏକ ପଦାର୍ଥଟି ଯେଉଁଥିପାଇଁ ପାଟିକୁ ଏହା ରାଗ ଲାଗିଥାଏ, କିନ୍ତୁ ଏହା ପାକସ୍ଥଳୀରେ ପାଚକ ରସ ମିଶ୍ରଣ କରିବାରେ ସାହାଯ୍ୟ କରିଥାଏ। ତା ତୁଳନାରେ ଶରୀରରେ ଜଳାପୋଡ଼ା ସହିତ ଭଙ୍ଗାରୁଜା ଅନେକ କରିଥାଏ। ତେଣୁ ପେଟରେ ବା ଅନ୍ତନଳୀରେ ଯେଉଁ ଅଧିକାଂଶ ସମୟ ଘା ସୃଷ୍ଟି ହୋଇଥାଏ ତାହା କେବଳ ଲଙ୍କା ଯୋଗୁଁ ହୋଇଥାଏ। ତେଣୁ ଏହି ଲଙ୍କାକୁ ଯେତେ ପାରିବେ ଦୂରେଇ ରହିବେ। କଞ୍ଚା ଲଙ୍କା କିଛି ଖାଇପାରିବେ, ଅଳ୍ପ ମାତ୍ରାରେ ବ୍ୟବହାର କରିବେ। ଶୁଖା ଲଙ୍କା ବିଲକୁଲ ନାହିଁ। ତେଣୁ ଯେଉଁମାନଙ୍କୁ ଅଜିର୍ଣ୍ଣ ହେଇଛି ବା କଲେରା ହେଇଛି, ତେଣୁ କିଛି ଶୁଖିଲା ଲଙ୍କାକୁ 5-7ଟି ପୋଡ଼ି ତାକୁ ପାଣିରେ ଭଲ ଭାବରେ ମନ୍ଥି ଦେବେ। ଏଇ ପାଣି ଛାଣି କରି ପିଇଲେ କଲେରା ବା ଡିସେଣ୍ଟ୍ରି ଉପଶମ ହୋଇଥାଏ, ଜଣେ ପ୍ରସିଦ୍ଧ ବୈଦ୍ୟ ଲେଖିଛନ୍ତି। ବିଛା ଦଂଶନ କରିଥିଲେ ଶୁଖିଲା ଲଙ୍କାକୁ ପାଣିରେ ବାଟି ପୀଡ଼ିତ ଅଙ୍ଗରେ ଲେପ ଦେଲେ ବିଛା ଦୋଷ ବିନିଷ୍ଟ ହୁଏ। ବିଶସ୍ୟ ବିଷମ ଔଷଧମ୍। ଲକ୍ଷ୍ମଣ ମିଶ୍ର ଲେଖିଛନ୍ତି, ଯାହାକୁ ସାପ କାମୁଡ଼ିଥିବ ତାର ଆଖିରେ ଲଙ୍କା ମରିଚ ବାଟି ଲଗାଇ ଦେଲେ ଆଦୌ ପୋଡ଼େ ନାହିଁ। ନ ପୋଡ଼ିବା ଯାଏ ଲଙ୍କାକୁ ଲଗାଇବାକୁ ପଡ଼ିବ। ପୋଡ଼ିଲେ ଜାଣିବ ବିଷ ନିର୍ବାପିତ ହେଲା। ଏହି ପ୍ରକାର ସବୁ ଲଙ୍କାର ଅନେକ ଉପକାରୀ ଗୁଣ ଅଛି, ଅପକାରୀ ଗୁଣ ଅଛି। ତେଣୁ ସର୍ପ ଦଂଶିତ ବ୍ୟକ୍ତିର ଚେତା ବୁଡ଼ିଗଲେ ଲଙ୍କା ମରିଚ ବାଟିକି ପାଟିରେ ଘଷିବ। ଏହାଦ୍ୱାରା ଶୀଘ୍ର ରୋଗୀର ଚେତା ଫେରିଆସେ। ଯେଉଁମାନଙ୍କୁ କଙ୍କଡ଼ା ବିଛା, ବିରୁଡ଼ି, ଶିଙ୍ଗି ମାଛ ଆଦି ବିନ୍ଧିଲେ ଲଙ୍କା ମରିଚ ବାଟି ବୋଳିଦେଲେ ବିଷ ଦୋଷ ନଷ୍ଟ ହୋଇଯାଇଥାଏ। ପାଗଳା କୁକୁର କାମୁଡ଼ିଲେ ଅଙ୍ଗରେ ଲଙ୍କା ମରିଚ ବାଟି ବୋଳିଦେଲେ ବିଷ ନଷ୍ଟ ହୋଇଯାଏ। ଯେଉଁମାନଙ୍କର ହୃଦଘାତ ଅଛି ସାମାନ୍ୟ କଞ୍ଚା ଲଙ୍କା ଖାଇଲେ ହୃଦରୋଗରୁ ଉପକାର ମିଳିଥାଏ। ଲଙ୍କା ମରିଚକୁ ସୋରିଷ ତେଲରେ ଫୁଟାଇ ମାଲିସ କଲେ ଆମ ବାତ ଏବଂ ଏକାଙ୍ଗୀ ବାତ ଉପଶମ ହୋଇଥାଏ। ଜୟ ସୀତାରାମ।